ତ ବିଷୟ ବ୍ୟକ୍ତିର ଏ ହେଉଛି ପରିକଳ୍ପନା, କିନ୍ତୁ ଯେତେବେଳେ ସେ ଭାଗବତମ ଶ୍ରବଣ କରିବ ସେ ବୁଝିପାରିବ ନା 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 ସଂସାର ସ୍ୱରୂପ କଣ? ସଂସାର ସ୍ୱରୂପ ହେଉଛି ଦୁଃଖାଳୟ। ଭଗବାନ କହିଛନ୍ତି ଦୁଃଖାଳୟ ମାନେ ସୁଖାଳୟ ସ୍ଥାନ ଅଲଗା କେଉଁଠି ଏକ ଅଛି। ଯଦିଓ ମଣିଷ ଜାଣେ, ବ୍ୟକ୍ତି ଜାଣନ୍ତି ଯେ ହଁ ଆମେ ସଂସାର ଉଦ୍ଧାର ପାଇଁ ଭଗବାନ ପାଖକୁ ଯିବା, କିନ୍ତୁ ସେ ଭାବନା ତ ଆମେ ଆସିପାରୁନି, କାହିଁକି ନା ଆମେ ବିଷୟ ସ୍ତରରେ ଅଛନ୍ତି। ତେଣୁ ଯେଉଁମାନେ ବିଷୟ ସ୍ତରରେ ଅଛନ୍ତି ସେମାନେ ଭାଗବତଙ୍କୁ ଶ୍ରବଣ କଲେ ସେଇ ସ୍ତରକୁ ଆସିବେ, ସେ ବୁଝିପାରିବେ ଯେ ସଂସାରଟା ଦୁଃଖାଳୟ। ଆମେ ଯେତେ ପ୍ରୟାସ କରି ମଧ୍ୟ ସୁଖ ପାଉନେ, ପାଇବେନି। ଇଏ ତ ଜଗତର ଗୋଟେ ଅଜ୍ଞତା। ମୁଁ ଗତକାଲି ସେ କଥା କହୁଥିଲି ଆମର ଜୟପୁରରେ ତ ଗତକାଲି ସେଠି କଥା ବିଶ୍ରାମ ଦିଆଗଲା। ସେଠି ହଠାତ୍ ପ୍ରଭୁପାଦ ଗୁରୁଦେବ ଗୋଟେ ସୁନ୍ଦର ଜିନିଷ ମୁଣ୍ଡକୁ ସ୍ମରଣ କରାଇଲେ। ବହୁତ ସୁନ୍ଦର, ମାନେ ଦେଖନ୍ତୁ ସଂସାର ବହୁତ ବଡ ବ୍ୟତିକ୍ରମ ହଉଛି। ସଂସାରରେ କେହି ବି ଗୋଟିଏ ଜିନିଷ ଉପରେ ସ୍ଥିର ହୋଇପାରୁନାହାନ୍ତି ଯେ ଆମେ ଏ ଜଗତରେ ବାରମ୍ବାର ଜନ୍ମ ମୃତ୍ୟୁ ଚକ୍ରରେ ଭ୍ରମଣ କରୁଛେ ଆଉ କରିବା ପାଇଁ ପଡିବ। ଏଇ ଜିନିଷ ଉପରେ କେହି ଦୃଢ ହୋଇପାରୁନାହାନ୍ତି। ଏଇ ଜିନିଷଟା କି ହଠାତ୍ ବୁଝି ପାରୁନାହାନ୍ତି ବା ଦୃଢତାର ସହିତ ବି ତାକୁ ବୁଝିବା ପାଇଁ ସକ୍ଷମ ହୋଇପାରୁନାହାନ୍ତି। ଭକ୍ତ ହେଲେ ବି ଜଣେ ଯଦି କଣ କୁହାଯିବ ଅତି ସିରିୟସଲି ଭକ୍ତି ଯାଚନ କରିବ, ଶ୍ରବଣ କୀର୍ତ୍ତନ ଯଦି ଜାରି ରଖିବ, ତାହେଲେ ଏ ଭାବନାରେ ସେ ରହିବ, ନଚେତ ହବନି। କାରଣ ଜଣେ ଯଦି ଉପଲବ୍ଧି କରିବ ଏ ଜଗତରେ ହଉଛି କଣ ପରିବର୍ତ୍ତନଶୀଳ, ଶରୀର ହଉଛି ପରିବର୍ତ୍ତନଶୀଳ, ଜନ୍ମ ମୃତ୍ୟୁ ଚକ୍ରରେ ଯିବ, ଭ୍ରମଣ କରୁଛି, ବାରମ୍ବାର ଘୁରି ଚାଲିଛି,